ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ। ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 17 ତାରିଖରୁ ସମଗ୍ର ଦେଶରେ ପାଳନ ହେବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ, କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ପୁରୁଷ ଏସିଆ କପ୍ ହକି ଚାମ୍ପିୟନସିପ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ 2-1 ଗୋଲରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ। ଆସନ୍ତାକାଲି ଶ୍ରୀ ମୋଦି ଝାଡ଼ଖଣ୍ଡରେ 6ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଝାଡ଼ଖଣ୍ଡରେ 660 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଟାଟାନଗରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି 20,000 ଗ୍ରାମୀଣ ଉପଭୋକ୍ତାଙ୍କୁ PM ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ PM ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ହିତାଧିକାରୀମାନଙ୍କ ସହ ଗୁଜରାଟର ଗାନ୍ଧୀନଗରଠାରେ କଥାବାର୍ତ୍ତା କରିବେ। ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ପ୍ରଧାନମନ୍ତ୍ରୀ ଚତୁର୍ଥ ବିଶ୍ୱ ପୁନଃ ବ୍ୟବହାରକ୍ଷମ ଶକ୍ତି ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍ଘାଟନ କରିବା ସହ ମେଟ୍ରୋ ଟ୍ରେନ୍ରେ ଗିଫ୍ଟ ସିଟି ପର୍ଯ୍ୟନ୍ତ ଯାତ୍ରା କରିବେ। ସେହିଦିନ ସନ୍ଧ୍ୟାରେ ଅହମ୍ମଦାବାଦରେ ଶ୍ରୀ ମୋଦି 8,000 କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 17 ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ PM ଆବାସ ଯୋଜନା ସହରାଞ୍ଚଳର ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ଭୁବନେଶ୍ୱରଠାରେ 3,800 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆସନ୍ତା 17 ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା। ଚଳିତ ବର୍ଷ ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଏହି ଅଭିଯାନ ପାଳନ ଅବସରରେ ସମଗ୍ର ଦେଶରେ 2 ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ CTU ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ଜିଲ୍ଲା ସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଏହି ୟୁନିଟ୍ରେ ସାମିଲ କରାଯିବା ନେଇ ବ୍ୟବସ୍ଥା ହୋଇଛି। ସଫାଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ଏବଂ ପରିମଳ ସଂକ୍ରାନ୍ତ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ CR ପାଟିଲ ଏହି ଅବସରରେ କହିଛନ୍ତି, 2014 ମସିହାରୁ ବର୍ତ୍ତମାନ ସୁଦ୍ଧା ଦେଶରେ 11 କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ଯାହାଦ୍ୱାରା 60 କୋଟି ଲୋକ ଉପକୃତ ହୋଇଛନ୍ତି। ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଏହି କେନ୍ଦ୍ରାଞ୍ଚଳର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡାସ୍ଥିତ ସ୍ପୋର୍ଟସ ଷ୍ଟାଡିୟମଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୁରକ୍ଷିତ ଏବଂ ବିକାଶୋନ୍ମୁଖୀ ଜାମ୍ମୁ କାଶ୍ମୀର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି। କେତେକ ରାଜନୈତିକ ଦଳଙ୍କ ପରିବାର ସୁରକ୍ଷା ରାଜନୀତି ଯୋଗୁଁ ଜାମ୍ମୁ କାଶ୍ମୀରର ଶିଶୁ ଏବଂ ଯୁବବର୍ଗ ଅବହେଳିତ ହେଉଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ଶିଶୁଙ୍କର ଉନ୍ନତ ଶିକ୍ଷା ପାଇବାର ଅଧିକାର ରହିଛି। ବିଜେପି ସରକାର ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କରି ଡୋଡାରେ ପ୍ରସ୍ତାବିତ ମେଡିକାଲ କଲେଜ ସାକାର ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ପୋଷଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ ବିଶ୍ୱର ସର୍ବବୃହତ ଖାଦ୍ୟଭିତ୍ତିକ ନିରାପତ୍ତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ବ୍ରାଜିଲର କୁଇଆବାଠାରେ ଅନୁଷ୍ଠିତ G20 କୃଷି ମନ୍ତ୍ରୀସ୍ତରୀୟ ବୈଠକକୁ ଆଜି ସମ୍ବୋଧିତ କରି କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ କୃଷି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। କୃଷିଜୀବୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ସାମାଜିକ ନିରନ୍ତର ପରିବେଶ, କୃଷି ସମୃଦ୍ଧି ଆଦି କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ଠାକୁର ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶକୁ ଏକଜୁଟ ରଖିବା କ୍ଷେତ୍ରରେ ହିନ୍ଦୀ ଭାଷା ଅଭୂତପୂର୍ବ ଭୂମିକା ନିର୍ବାହ କରୁଛି।
ସେ କହିଛନ୍ତି ହିନ୍ଦୀ ଏବଂ ଅନ୍ୟ ଭାଷା ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ଆଜି ନୂଆଦିଲ୍ଲୀରେ ରାଜଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତିରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯାଇଛି। ଆଜି ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଶ୍ରୀ ଶାହା କହିଛନ୍ତି 1949 ମସିହା ଆଜିର ଦିନରେ ଭାରତର ସମ୍ବିଧାନ ସଭା ହିନ୍ଦୀ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିଥିଲେ। ଶ୍ରୀ ଶାହା କହିଛନ୍ତି ହିନ୍ଦୀ ଦିବସ 75 ବର୍ଷ ପୂରଣ କରିଛି ଏବଂ ହିନ୍ଦୀକୁ ସରକାରୀ ଭାଷା ଭାବେ ଗ୍ରହଣ କରିବାର ହୀରକ ଜୟନ୍ତୀ ପାଳନ କରାଯାଉଛି। ସମସ୍ତ ଭାରତୀୟ ଭାଷା ଆମ ଦେଶ ପାଇଁ ଗୌରବ ଏବଂ ଐତିହ୍ୟର ଭାଷା ପାଲଟିଛି। ସେ ଭାଷାଗୁଡ଼ିକୁ ସମୃଦ୍ଧ କରିପାରିଲେ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଶ୍ୱସ୍ତରରେ ହିନ୍ଦୀ ଭାଷାର ଗୁରୁତ୍ୱ ବିଷୟରେ କହିଛନ୍ତି। ଓଡ଼ିଶାରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ଆକାଶବାଣୀ କଟକ କେନ୍ଦ୍ର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ରୋପଣ କରିବା ପରେ ସେ ଏହା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବେ। ସେ କହିଛନ୍ତି ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଖେ ପହଞ୍ଚୁ ଇଏ ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର। ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି, ଲୋକାର୍ପିତ କରିବେ। ସୁଭଦ୍ରା ଯୋଜନା ମା'ମାନଙ୍କୁ ମିଳିବା ଆରମ୍ଭ ହେବ। शेष हिताधिकारी न मिलवा पर्यंत सुभद्रा रेजिस्ट्रेशन चालू रहिब। सरकार प्रतिबद्धता अच्छी कि जेते अधिक रु अधिक लोक जोड़ी हेबे हिताधिकारी समस्त को सुभद्रा योजनार प्रथम किस्ती मिले। केंद्र संख्यालघु व्यापार मंत्री किरण रिजिजू कहते देश में विज्ञान, शिल्प, आईन और क्रीड़ा क्षेत्र में पार्सी संप्रदायंकर यथेष्ट अवदान रही। मुंबईଠାରେ पार्सी ऐतिह्य पर्यवेसित एक सम्मेलन में उद्बोधन दे श्री रिजिजू देश में पार्सी संप्रदाय लोकसंख्या ह्रास को दृष्टि रखी सरकार जिओ पार्सी योजना प्रणयन करिसेंति बोली कहिसेंति। गणमाध्यम सह आलोचना बेले से कहिसेंति वाकफ संशोधन बिल नहीं कौनसी मिथ्या प्रचार को बरदास्त कराजिब नाही। एथिपाई प्रस्तुत जुग्म संसदीय कमिटी प्रस्तावित संशोधन नहीं विभिन्न व्यक्ति और अनुष्ठान ठारू मतामत ग्रहण करुथिबा से कहिसेंति। जम्मू काश्मीर विभिन्न अंचल में आतंकवादी उपस्थिति नहीं सुरक्षाकर्मी पक्षर तलाशी अभियान को जोरदार करा जायछि। किश्तवाड़, उधमपुर, पुंछ और रजौरी जिले में यह अभियान करा जायछि। संप्रति आतंकवादी सुरक्षाकर्मी गुली विनिमय पर एभली पदक्षेप ग्रहण करा जायथिबा जणापड़िछि। जम्मूर आकाशवाणी संवाददाता कहते आज द्वितीय दिन पर किश्तवाड़ जिला अंतर्गत चत्रो अंचलर फिंगनाल दुगुड़ा जंगलांचल में मिलित तलाशी अभियान अनुष्ठित होइतिला। सेठारे एक बड़ अंचल को घेराव करा जाई ड्रोन और अन्यान्य अत्याधुनिक उपकरण माध्यम आतंकवादी उपस्थिति नहीं तलाशी करा जायथिला। सुरक्षाकर्मी गुली विनिमय में अंधार और घंच अंचलर सुजोग नहीं आतंकवादी माने लुचि जाइछन्ति। उधमपुर जिलार बसंतगड़ अंचलर खंडारा टप, कुदुआ और रायचक आदि स्थान में तलाशी अभियान चली। सेहिभଳି राजौरी जिलार नौसेरा और थानामंडी और पूछ सुरानकोट अंचल में सुरक्षाकर्मी पक्षर तलाशी अभियान जारी रही आम आकाशवाणी संवाददाता सूचना देइछन्ति। पुरुष एशिया कप हॉकी चैंपियनशिप प्रतियोगितार ग्रुप पर्याय मैच रे भारत पाकिस्तान को 2-1 गोल परास्त करिछि। चीन हुलुनब्यूर में चली प्रतियोगितार आजिर मैच रे पाकिस्तान पक्षर अहमद नदीम खेलर 8 मिनिट गोल करी पाकिस्तान पई उत्साह सृष्टि करथिले। भारतीय अधिनायक हरमनप्रीत सिंह पेनाल्टी कर्नर जरिया 2टी गोल स्कोर करी भारत को विजयी कराइथिले। मुख्य संवाद पुणी थारे आसंताकाली 3 दिनिया झाड़खंड, गुजरात और ओडिशा गस्त करिबे प्रधानमंत्री नरेंद्र मोदी। आसंता 17 तारिखर समग्र देश में पालन हेब स्वच्छता ही सेवा अभियान। समस्त भाषा को मजबूत करिपारिले एक मजबूत देश निर्माण होई परिबो कहिसंती स्वराष्ट्र मंत्री अमित शाह। ओडिशा रे आरंभ होइतिबा सुभद्रा योजना रे परिवारर समस्त योग्य महिला सदस्यों को अंतर्भुक्त कराजिबो कहिले उपमुख्यमंत्री प्रभाती परिड़ा। एवं पुरुष एशिया कप हॉकी चैंपियनशिप प्रतियोगितार ग्रुप पर्याय रे पाकिस्तान को 2-1 गोल परास्त कला भारत। संवाद शेष होला। अधिक संवाद पाई आपण माने newsonair.gov.in वेबसाइट एवं न्यूज ऑन एआईआर ऐप रे
ଲଗ୍ଇନ୍ କରିପାରିବେ।